ଆଜିର ଭିଡ଼ିଓରେ ଆମେ ଜୀବନୀ ଏବଂ ଆତ୍ମଜୀବନୀ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରିବା। ଜୀବନୀ ଓ ଆତ୍ମଜୀବନୀ ମଧ୍ୟରେ ଥିବା ପାର୍ଥକ୍ୟ 10। ଓଡ଼ିଆ ଜୀବନୀ ଚରିତ ଅପେକ୍ଷା ଆତ୍ମଜୀବନୀ ଚରିତ ବୟସରେ କନିଷ୍ଠ ଏବଂ ଅର୍ବାଚୀନ। ଜୀବନୀ ରଚନା ବହୁ ପୂର୍ବରୁ ଆରମ୍ଭ ହୋଇ ଅଦ୍ୟାବଧି ଅବ୍ୟାହତ କରିଥିଲେ ମଧ୍ୟ ଆତ୍ମଜୀବନୀ ଆଧୁନିକ ଯୁଗରେ ଏକ ନବାଗତ ସୃଷ୍ଟି ସମ୍ଭାର। ଅର୍ଥାତ୍ ଜୀବନୀ ଓ ଆତ୍ମଜୀବନୀ ମଧ୍ୟରେ ଜୀବନୀ ପ୍ରଥମେ ସୃଷ୍ଟି ହୋଇଛି। ଏହା ବହୁ ପ୍ରାଚୀନ କାଳରେ ସୃଷ୍ଟି ହୋଇଥିଲା, ଯେଉଁ ରାଜା ମହାରାଜାଙ୍କ ସମୟରେ ହିଁ ଜୀବନୀ ଲେଖା ଆରମ୍ଭ ହୋଇସାରିଛି, କିନ୍ତୁ ଆତ୍ମଜୀବନୀଟା ଆଧୁନିକ ଯୁଗରେ ଆରମ୍ଭ ହୋଇଛି। ଲେଖକ ଯେତେବେଳେ କୌଣସି ବ୍ୟକ୍ତିର ଜୀବନଚର୍ଯ୍ୟା ବା ଜୀବନୀ କାହାଣୀକୁ ନେଇ କିଛି ଲେଖିଲେ ତାହାକୁ ଜୀବନୀ କୁହାଯାଏ। ଅର୍ଥାତ୍ ଲେଖକ କୌଣସି ବ୍ୟକ୍ତି ସମ୍ପର୍କରେ ତାର କାହାଣୀ ବା ଜୀବନ କାହାଣୀକୁ ଲେଖିଲେ ତାହାକୁ ଜୀବନୀ କୁହାଯାଏ ଏବଂ ତାହାକୁ ଇଂରାଜୀରେ ବାୟୋଗ୍ରାଫି କୁହାଯାଏ। ଲେଖକ ଯେତେବେଳେ ନିଜେ ନିଜ ଦ୍ୱାରା ନିଜ ବ୍ୟକ୍ତିଗତ ଜୀବନଚର୍ଯ୍ୟାକୁ ଲେଖନ୍ତି ତାହାକୁ ଆତ୍ମଜୀବନୀ କୁହାଯାଏ। ଅର୍ଥାତ୍ ଲେଖକ ଯେତେବେଳେ ନିଜ ଜୀବନର ସମସ୍ତ ବ୍ୟକ୍ତିଗତ ଚରିତ୍ର ବା ସମସ୍ତ ଘଟଣାକୁ ନିଜ ଲେଖେ ତାହାକୁ ଆତ୍ମଜୀବନୀ କୁହାଯାଏ। ଏହାକୁ ଇଂରାଜୀରେ ଅଟୋବାୟୋଗ୍ରାଫି କୁହାଯାଏ। ଆଧୁନିକ ଯୁଗରେ ଜୀବନ ଏବଂ ଆତ୍ମଜୀବନୀ ସାହିତ୍ୟର ଏହି ଦୁଇ ବିଭାଗ ଉନ୍ନତ ପର୍ଯ୍ୟାୟରେ ଉପନୀତ ହୋଇପାରିଛନ୍ତି। ତଥାପି ଜୀବନୀ ଅପେକ୍ଷା ଆତ୍ମଜୀବନୀର ମହତ୍ତ୍ୱ ଏବଂ ମର୍ଯ୍ୟାଦା ଅଧିକ। ଜୀବନୀ ଅପେକ୍ଷା ଆତ୍ମଜୀବନୀର ମହତ୍ତ୍ୱ ଅଧିକ ରହିଛି। ଜୀବନୀ ଏବଂ ଆତ୍ମଜୀବନୀ ଏ ଉଭୟ ଆଧୁନିକ କାଳରେ କ୍ରମବର୍ଦ୍ଧନଶୀଳ ଏବଂ ଆତ୍ମନିଷ୍ଠ ସାହିତ୍ୟ। ସାମ୍ପ୍ରତିକ କାଳରେ ଜୀବନୀ, ପ୍ରବନ୍ଧ ଓ ଗଳ୍ପ ପ୍ରଭୃତିର ରୂପ ଧରି ପ୍ରକାଶିତ ହୋଇଥିବା ବେଳେ ଆତ୍ମଜୀବନୀ ଗୁଡ଼ିକ ଉପନ୍ୟାସ ଶୈଳୀରେ ରଚିତ ହୋଇଥାଏ। ଅର୍ଥାତ୍ ସାମ୍ପ୍ରତିକ ସମୟରେ ଜୀବନୀ ଗୁଡ଼ିକ ଗଳ୍ପ ଏବଂ ପ୍ରବନ୍ଧ ଶୈଳୀରେ ରଚିତ ହେଉଛି, କିନ୍ତୁ ଆତ୍ମଜୀବନୀ ଉପନ୍ୟାସ ଶୈଳୀ। ଅର୍ଥାତ୍ ଉପନ୍ୟାସ ଯେପରି ଜୀବନ ସମସ୍ତ ଘଟଣାକୁ ଯେପରି ବର୍ଣ୍ଣିତ ପୁରା ବିସ୍ତାରିତ ଭାବରେ ବର୍ଣ୍ଣନା କରିଯାଇଥାଏ, ସେହିପରି ଭାବରେ ଆତ୍ମଜୀବନୀ ମଧ୍ୟ ବ୍ୟକ୍ତିଗତ ଜୀବନକୁ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇଥାଏ। ଓଡ଼ିଆ ସାହିତ୍ୟର ପ୍ରଥମ ଜୀବନୀ ହେଉଛି ମାଧବ ପଟ୍ଟନାୟକଙ୍କର ବୈଷ୍ଣବ ଲୀଳାମୃତ ଏବଂ ଓଡ଼ିଆ ସାହିତ୍ୟର ପ୍ରଥମ ଆତ୍ମଜୀବନୀ ହେଉଛି ଫକୀରମୋହନ ସେନାପତିଙ୍କ ଆତ୍ମଚରିତ। ଆଜିର ଭିଡ଼ିଓରେ ଆମେ ଏହି ଦୁଇଟି ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା। ଜୟ ଜଗନ୍ନାଥ।